କହିଲେ ବୋଇଲେ ହେଇଥିବ ନା ସମସ୍ତେ ବସ ବାହାଘରଟା ବାହାଘର ଭଳିଆ କରିବା ନା ହୁଳ ଟିକେ ପକଉଥିବ ବସିବ ସବୁ ଆଉ ଫୁଲ ଫୁଲ ଟିକେ ଆଣିଛନ୍ତି ଆପଣ ବସନ୍ତୁ ଆଜ୍ଞା। ଶେଷରେ ମତେ ସେ ବାବୁ ଜଣକ ପଚାରିଲେ ଆଜ୍ଞା ଅର୍ଜୁନ ସୁବର୍ଣ୍ଣ ନାଗ କଣ ପାଇଁ ହେଇଥିଲେ? ମର୍କତ ମଞ୍ଜରୀ ବୋଲି ଗୋଟେ କନ୍ୟା ଥିଲା। ସେ ହେଉଛନ୍ତି କୁଞ୍ଜଗଳ ଦେଶ ରାଜାଙ୍କର କନ୍ୟା। କୁଞ୍ଜଗଳ ଦେଶ ରାଜା ହେଲେ ରତ୍ନାକର, ରାଣୀ ହେଉଛନ୍ତି ରତ୍ନାବତୀ। ସେଠି ସେ ଯେତେବେଳେ ରାଜା ହେଲେ ଯାଇଛନ୍ତି ତୀର୍ଥ ଭ୍ରମଣ କରିବା ପାଇଁ, ରାଜା ନିଜର ଝିଅକୁ ଦେଇଦେଲେ ରାଜ୍ୟଭାର, ଯାଇଥିଲେ ତୀର୍ଥବ୍ରତ କରିବା ପାଇଁ। ଏମନ୍ତ ସମୟରେ ଦିନେ ରାମାୟଣ ପାଠ ପଢୁ ପଢୁ ମର୍କତ ମଞ୍ଜରୀ ଶୁଣିଲା କଣ ନା ରାବଣ ଆସି ସୀତାଙ୍କୁ ହରଣ କରି ନେଇଥିଲା। ମନରେ ଭାବିଲା ସୀତା ତ ରାବଣଙ୍କର ଝିଅ, ସିଏ କେମିତି ଚୋରିକିରି ଧରିକିରି ପଳେଇଲା ରାବଣଙ୍କୁ ମାନେ ସୀତାଙ୍କୁ। କହିଛନ୍ତି ଚୋଖି ରାଗରେ ମତେ ପଦୁଟେ ହବ, ସବୁ ହବ ଆଜ୍ଞା, ତମର କାହାର ମନସ୍କାମନା କେବେ ଆମେ ଅକ୍ଷୁଣ୍ଣ ରଖିନୁ। ଦେଖନ୍ତୁ ସୀତା କେମିତି ରାବଣର ଝିଅ। ବେଦମତି କଲା କୋପ ପୂର୍ବେ ଦେଇ ଥିଲା ସାପ, ମୋହ ଯୋଗୁ ନାଶରିବୁ ଆରେ ଅସୁର। ବ୍ରହ୍ମା ଦେଇଥିଲେ ମୋତେ ଚିରନ୍ତାନ ହିବେ ତୋତେ, ଯୁବତୀ କାଶୁ ମୃତ୍ୟୁ ହେବ ତୋର। ବ୍ରହ୍ମା ମୋତେ శాପ ବିହିଲା, ବ୍ରହ୍ମା ମୋତେ శాପ ବିହିଲା। ଆମ ସ୍ତ୍ରୀ ଯୋଗୁ ତୁମ ତ୍ରିଭୁ ବୋଇଲା। ରଘୁବଂଶ ଦଣ୍ଡଧର ଆରଣ୍ୟକ ନୃପବର, ତାହାକୁ ରଙ୍ଗେ ଅଭିଶାପ ସେ ଦେଲା। মোহর বংশরে জাত হই তোতে করু হত, এমন্ত পদেইন স্বর্গকু গলা। যেতে মোহি করি তপ, যেতে মোহি করি তপ, সে তপকে ঠিকি গলা হইলা পাপ। उपस्थित विद्याबंधु, कुशध्वज ऋषिंकर वेद अध्ययन समय जन्म होते वेदमती। वेदमती तप आचरण करने समय रावण गले तपस्या भग्न करते। वेदमती अभिशाप देले, मोह जोगु नाश जीवु आरे असुर। निज शरीर दग्ध करदे, निज क्रोधाग्नि द्वारा शरीर भस्मीभूत करदेवा परे रावण नारद को कहले। नारद कहले रावण तू से अभिशाप देला ता जोगु तमे मरिबो, हेले ताकू किनि छाड़ देई पळे आइलो। रावण आसला तांकर मृत्यु ये जो पिंडर पाउंस गुड़ा को हस्त धरला, गोटे कलश रखिला, ऋषि मान को विनाश कला, ऋषि मान रक्त को नेला, रखिला से कलश मध्य नहीं रखिला आज्ञा देला मंदोदरी की कहला ये हूँ गोटे हलाहल विष को जाग्रत रखिता।
ମନ୍ଦୋଦରୀ ଜାଗ୍ରତ ରଖିଥିଲା। ରାବଣ ଚାଲିଗଲା ଦିଗ୍ବିଜୟ କରିବାକୁ, ପର ନାରୀ ମାନଙ୍କୁ ହରଣ କଲା। ଏ ସମୟରେ ମନ୍ଦୋଦରୀ ବିଚାର କଲେ, ମୋ ଭଳିଆ ସ୍ତ୍ରୀ ଥାଉ ଥାଉ ନିଜର ସ୍ୱାମୀ ଯାଇ ପର ନାରୀ ସହିତ ରମଣ କରୁଛନ୍ତି, ମୁଁ ବଞ୍ଚିଥିଲେ କେତେ ମଲେ କେତେ ବୋଲି ସେ ଯୋଉ ବିଷଟା ଥିଲା ତାକୁ ଭକ୍ଷଣ କରି ମରିବା ପାଇଁ ଚିନ୍ତା କରିଥିଲେ। ଦୈବୀର ଦୁର୍ବିପାକ, ସେ ତ ବିଷ ନୁହଁ। ସାଙ୍ଗେ ସାଙ୍ଗେ ମନ୍ଦୋଦରୀଙ୍କର ଗର୍ଭବତୀ ହେଲା, ଗର୍ଭରୁ ଜନ୍ମ ହେଲା ସନ୍ତାନଟି, ସେ ହଉଛନ୍ତି ସୀତା ଦେବୀ। ଦେଖିଲେ ରାବଣ ନାହିଁ, ସୀତା ଜନ୍ମ ହେଇଗଲେ। କଣ କଲେ ସୀତା ମନ୍ଦୋଦରୀ କଣ କଲେ, ତ ଗୋଟେ ନଦୀରେ ଗୋଟେ ପେଟିକା ଭିତରେ ବସେଇ ଦେଲେ। ଦୈବୀର ଦୁର୍ବିପାକ ହେଲା, ପ୍ରବଳ ବର୍ଷା ତୁଫାନ ହେଲା, ଚାରିଆଡେ ବିଲ ବାଡ ନଦୀ ଜଳ, ଚାରିଆଡେ ଜଳ ଭର୍ତ୍ତି ହେଇଗଲା। ଏ ପେଟିକାଟି ନଦୀରୁ ଭାସି 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 ଗଲା ଜନକ ରାଜାଙ୍କ ଆଶ୍ରମରେ ଲାଗିବାରୁ, ଜନକ ରାଜା ବର୍ଷା ଛାଡ଼ିଲା ପରେ ଚାଷ କରିବା ସମୟରେ ଲଙ୍ଗଳ ସିଂହରୁ ଜନ୍ମ ହୋଇଥିଲେ ସୀତା। ତେଣୁକରି ତାର ନାମ ହେଲା ସୀତା। ଲଙ୍ଗଳ ସିଂହର ନାମ ସୀତା, ଲଙ୍ଗଳ ନୁହା ନାମ ସୀତା, ତେଣୁକରି ତାଙ୍କ ନାମ ହେଲା ସୀତା। ସୀତା ଜନ୍ମ ହେଇଗଲେ। ମତେ ସୀତାକୁ ଜନ୍ମ କରିବାକୁ 4 ଘଣ୍ଟା ଲାଗିଥାନ୍ତା, କିନ୍ତୁ 4 ମିନିଟରେ ସରେଇଦେଲେ। ହେଲେ ଏମିତି ଜାଣିଦେଲା ମର୍କତ ମଞ୍ଜରୀ, ଯଦ୍ୱାରା କି ଆଜି ବାପା ଝିଅଟାକୁ ହରଣ କରି ନେଇଗଲା। ଦେଖିଲା ବେଳକୁ ରାବଣ ସୀତାଙ୍କୁ ହରଣ କରି ନେଇନି। ଆଜ୍ଞା, ଏଇଟା ମୋର ପୁରାଣ ଶୁଣନ୍ତୁ। ରାବଣ ସୀତାଙ୍କୁ ହରଣ କରିନାହାନ୍ତି କି ଚୋରି କରିନାହାନ୍ତି। ସୀତାଙ୍କର ବନ୍ଧ୍ୟା ଦୋଷ ଥିଲା, ତେଣୁକରି ରାବଣ ସୀତାଙ୍କୁ ନେଇ ରଖିଲା ଅଶୋକ ବନରେ। ସ୍ତ୍ରୀ କରିବା ପାଇଁ ଲାଳସା ନଥିଲା ରାବଣର। ମା ମହାମାଇଙ୍କର କୃପାରୁ ସୀତା ହଉଛନ୍ତି ରାବଣର ଝିଅ। ଜାଣିପାରିଥିଲା ରାବଣ ମୋ ଝିଅର ବନ୍ଧ୍ୟା ଦୋଷ ଥିଲା ବୋଲି ନେଇ ରଖିଥିଲା ଅଶୋକ ବନରେ। ଉପସ୍ଥିତ ମୋର ଜ୍ଞାନୀ ବର୍ଗ, ଏମନ୍ତ ସମୟରେ ମର୍କତ ମଞ୍ଜରୀ ବିଚାର କଲେ, ମୋ ରାଜ୍ୟରେ ପୁରୁଷ ଶୂନ୍ୟ କରିଦେବି, ଏ ପୁରୁଷ ମାନଙ୍କୁ ବିଶ୍ୱାସ ନାହିଁ। ନାରଦ ଦିନେ ଯିବା ସମୟରେ ପଡି ଯାଇଥିଲେ ମର୍କତ ମଞ୍ଜରୀ। ଦେଶରେ ପହଞ୍ଚିଲେ, ଗଳା ଧକ୍କା ଦେଇ ସବୁ ନାରୀ ମାନେ ନାରଦଙ୍କୁ ବିଦାରିତ କରିଦେଲେ। ଏମନ୍ତ ସମୟରେ ମଣିଭଦ୍ରା ପର୍ବତ ଥିଲେ ଅର୍ଜୁନ, ମଣିଭଦ୍ରା ପର୍ବତ ଥିଲେ ଅର୍ଜୁନ, ନାରଦ ଯାଇ କହିଦେଲେ, ସୁନ୍ଦର ନାରୀ ମୁଁ ନେତ୍ରରେ ଦେଖିଲି। ଅର୍ଜୁନକୁ ନାରଦ କହିଦେଲେ ଭାଇ। ନାରଦ କଥାରେ ହେ ଅର୍ଜୁନ ଗଲେ, ମର୍କତ ମଞ୍ଜରୀ ଦେଶେ ପ୍ରବେଶ ହୋଇଲେ। ସେତେବେଳେ ମର୍କତ ମଞ୍ଜରୀରେ ରାଣୁ ଗୋଳା ଧକ୍କା ଦେଇ ବିଦା କରିଦେଲା ପୁଣ। ଅର୍ଜୁନକୁ ଆଜ୍ଞା ଲଣ୍ଡା କରି ନଦେଲା, ଚୂନ କାଳିରେ ମସ୍ତକେ ଗାଲରେ ବୁଳିଲା। ଚୂନ କାଳି ଦେଇ ଗୋଳା ଧକ୍କା ଦେଇ ବାହାର କଲା, ଚୂନ କାଳି ଲଗାଇ ଗୋଳା ଧକ୍କା ଦେଇ ବାହାର କରିଲା। ତାପରେ ଅର୍ଜୁନ କୃଷ୍ଣଙ୍କ ଶରଣାପନ୍ନ ହେଲେ। କୃଷ୍ଣ ଶରଣାପନ୍ନ ତ ହେଇନାହାନ୍ତି। ଅର୍ଜୁନ ବିଚାର କଲେ, ଗୋଟେ ନାରୀ ହସ୍ତରୁ ମୁଁ ପରାସ୍ତ ହେଲି, ମରିଯିବାଟା ଭଲ। ଅଗ୍ନି ଜାଳି ପ୍ରାଣ ହାରିବା ସମୟରେ କୃଷ୍ଣ ଆସିଲେ, ଉଦ୍ଧାର କଲେ। ବୋଇଲେ ଅର୍ଜୁନ ଏଇଟାକୁ ମନ ଦୁଃଖ କରୁଛ, ଚାଲ ସେ ନାରୀଟିକୁ ଉପଯୁକ୍ତ ଶିକ୍ଷା ଦେବା। ସୁନାର ସର୍ପ ହୋଇଲେ ଅର୍ଜୁନ, କେଳୁଣୀ ରୂପ ଧରିଲେ ଦେବ ନାରାୟଣ। କେଳୁଣୀ ରୂପ ଧାରଣ କରି ଭଗବାନ ପରବ୍ରହ୍ମ ନାରାୟଣ